ଓଡ଼ିଶା ଅମଲା ସଂଘ ପ୍ରତିଷ୍ଠା ଦିବସ ପାଳନ। ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ନିକଟରେ ଦାବି। ଭୁବନେଶ୍ୱର 20/7/2025। ଓଡ଼ିଶା ଅମଲା ସଂଘର 82ତମ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁରଠାରେ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକ ସହିତ ରାଜ୍ୟ ସଂଘର ନେତୃବୃନ୍ଦ ଉପସ୍ଥିତ ଥିଲେ। ସଂଘର ରାଜ୍ୟ ସଭାପତି ଶ୍ରୀ ଜ୍ଞାନରଞ୍ଜନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ହୃଦୟ ବିହାରୀ ମହାପାତ୍ର, ମୁଖ୍ୟ ପରାମର୍ଶଦାତା ଶ୍ରୀ ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ରନାଥ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ତରାସିଆ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀନାରାୟଣ ସେଠୀ, ଜିଲ୍ଲା ସଭାପତି ଶ୍ରୀ ଶଶିଭୂଷଣ ଦାସ, ଜିଲ୍ଲା ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉକ୍ତ ସଭାରେ ରାଜ୍ୟ ସଂଘର ଅବସର ଗ୍ରହଣ କରିଥିବା ମୁଖ୍ୟ ପରାମର୍ଶଦାତା ଶ୍ରୀ ନାରାୟଣ ଦାସ ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ରନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ ସମସ୍ତ ଅମଲାମାନଙ୍କୁ ଜଣାଇଥିଲେ ଯେ 2017 ମସିହାରୁ ମୁଖ୍ୟ ଦାବି କନିଷ୍ଠ ସହାୟକ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଅନୁଯାୟୀ ଦରମା ଲେବଲ 9 ଅନୁସାରେ ପ୍ରଦାନ ସହିତ ନ୍ୟାସନାଲ ବେନିଫିଟ୍, ପ୍ରତ୍ୟେକ 4 ବର୍ଷରେ ପ୍ରମୋଶନ ପ୍ରଦାନ କରିବା, ପ୍ରଥମ ଓ ଦ୍ୱିତୀୟ ସ୍ତର ଅଧିକାରୀଙ୍କ ପାଇଁ 50% ସ୍ଥଗିତ ରଖାଯାଇ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବିଭାଗର ଅମଲାମାନଙ୍କ ପ୍ରମୋଶନ ନିମନ୍ତେ ଦାବି ହୋଇଥିଲା। ନିକଟରେ ରାଜସ୍ୱ ବିଭାଗର ଓଡ଼ିଶା ରାଜସ୍ୱ ସେବା ପ୍ରମୋଶନ କ୍ଷେତ୍ରରେ 30% ରାଜସ୍ୱ କର୍ମଚାରୀମାନେ ପାଇବେ କିନ୍ତୁ ଅନ୍ୟମାନଙ୍କ ପାଇଁ 10% ଏବଂ ଦରମା 4200 ଗ୍ରେଡ୍ ପେ କିମ୍ବା ଉର୍ଦ୍ଧ୍ୱ ହେବା ପରେ 6 ବର୍ଷ ପରେ 50 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, ଯଦ୍ୱାରା ଓଡ଼ିଶା ରାଜସ୍ୱ ସେବା ପୋଷ୍ଟ ପାଇଁ ଦରଖାସ୍ତ ପାଇପାରିବେ, ଯାହା ଦ୍ୱାରା କୌଣସି ଜିଲ୍ଲା ଅମଲା ଉପକୃତ ହୋଇପାରିବେ ନାହିଁ କିନ୍ତୁ ଟେକ୍ନିକାଲ ପୋଷ୍ଟ ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ପରିଦର୍ଶକମାନେ ପାଇପାରିବେ କିନ୍ତୁ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମସ୍ତ ବିଭାଗର ଅଧିକାଂଶ ଅମଲା ଏଥିରୁ ବଞ୍ଚିତ ହେବେ। ଏଣୁ ଓଡ଼ିଶା ଅମଲା ସଂଘର ଦାବି କନିଷ୍ଠ ସହାୟକ ପଦବୀ ପରିବର୍ତ୍ତନ କରାଯାଇ ASO କିମ୍ବା ଜୁନିୟର ମିନିଷ୍ଟେରିଆଲ ଅଫିସର ଓ ସିନିୟର ମିନିଷ୍ଟେରିଆଲ ଅଫିସର କରାଯାଉ, ଦରମା ଆରମ୍ଭରୁ ଲେବୁଲ 9 ପ୍ରଦାନ ସହିତ ନ୍ୟାସନାଲ ବେନିଫିଟ୍ ପ୍ରଦାନ ଏବଂ 4 ବର୍ଷରେ ପ୍ରମୋଶନ ପ୍ରଦାନ କରାଯାଉ। ଇତିମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସଂଘ ବାରମ୍ବାର ଲିଖିତ ଭାବରେ ଜଣାଇବା ପରେ ବି 1 ବର୍ଷ ସମ୍ପୂର୍ଣ୍ଣ ଶେଷ ହୋଇଥିଲେ ମଧ୍ୟ ଦାବି ପୂରଣ କରାଗଲା ନାହିଁ ଏବଂ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଓଡ଼ିଶା ଅମଲା ସଂଘ ପୂର୍ବ ନିର୍ଦ୍ଧାରିତ ଆନ୍ଦୋଳନରୁ ଓହରି ଯାଇଥିଲା। ରାଜ୍ୟ ବିଜେପିର ସମ୍ମାନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ରାଜ୍ୟ ସଂଘ ଭେଟି ଓଡ଼ିଶା ଅମଲା ସଂଘର ଦାବି ନିଶ୍ଚୟ ପୂରଣ କରାଯିବ ନିମନ୍ତେ ବିଚାର କରାଯିବ ବୋଲି କହିଥିଲେ। ଆମେମାନେ ଆଶାବାଦୀ ଡବଲ ଇଞ୍ଜିନ ସରକାର ଆମ ସରକାର ନିଶ୍ଚିତ ଅଳ୍ପ ଦିନରେ ପୂରଣ କରିବେ, ନଚେତ୍ ବାଧ୍ୟ ହୋଇ ଆନ୍ଦୋଳନର ରାସ୍ତା ଆପଣାଇବାକୁ ବାଧ୍ୟ ହେବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଥିଲେ। ଅଧ୍ୟକ୍ଷ କହିଥିଲେ ସମସ୍ତଙ୍କୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ସଂଗଠନ ସମ୍ପାଦକ ଶ୍ରୀ ଅରୁଣ କୁମାର ବଳିଆରସିଂହ କହିଥିଲେ 30 ଜିଲ୍ଲାରେ ବୈଠକ ଅନୁଷ୍ଠିତ କରାଯାଇ ଅଳ୍ପ ଦିନରେ ଆମ ଦାବି ଲେବଲ 9 କରାଗଲେ ସରକାରଙ୍କୁ ଭୁବନେଶ୍ୱର ଯାଇ ଧନ୍ୟବାଦ ପ୍ରଦାନ କରାଯିବ। ଏହା କରାନଯାଏ ତେବେ ସଂଗଠିତ ହୋଇ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସମୃଦ୍ଧ